ସିଦ୍ଧ ପଟ୍ଟନାୟକ ଏ ଯୋଉ ନୂଆ ସରକାର ହବା ପାଇଁ ଯାଉଛି ଭାରତୀୟ ଜନତା ପାର୍ଟିରେ ଆପଣଙ୍କର ଜଣେ ବର୍ଷିୟାନ ନେତା ହିସାବରେ ଆଶା ରହୁଛି କି ବିଜେଡି ଠାରୁ ପରଫର୍ମାନ୍ସ ଭଲ କରିବ ଭାରତୀୟ ଜନତା ପାର୍ଟି? ଲୋକମାନଙ୍କର ତ ବିଶ୍ୱାସରେ ସେମାନେ ଭୋଟ ପାଇଛନ୍ତି। ସେମାନେ ଅତିରିକ୍ତ ଯୋଉ ଶକ୍ତି ଥିଲା ବିଜେଡିର ଓଡ଼ିଶାରେ ସେଥିରୁ ସେମାନେ ବିଜେପି କେ ଆସ୍ଥା ପ୍ରକଟନ କରିଛନ୍ତି। ବିଜେପି ଦଳ ଯୋଉ ସବୁ ପ୍ରତିଶ୍ରୁତି ଦେଇଛନ୍ତି ଏବେ ସେମାନେ ଯଦି ଶୃଙ୍ଖଳାର ସହିତ ଗୋଟେ ରାଜନୈତିକ ଦଳ ହିସାବରେ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରନ୍ତି ସେମାନେ ଓଡ଼ିଶାବାସୀଙ୍କ ବିଶ୍ୱାସ ଭାଜନ ହେଇପାରନ୍ତି। ଯଦି ତା ନ କରନ୍ତି ସେଥିପାଇଁ ଅସମର୍ଥ ହୁଅନ୍ତି ହୁଏତ ପୁଣି ଜିନିଷ 5 ବର୍ଷ ପରେ ଓଲଟି ଯାଇପାରେ। ସେଟା ତାଙ୍କର ଦକ୍ଷତା ତାଙ୍କର କାର୍ଯ୍ୟକାରର ଜନସାଧାରଣଙ୍କ ବିଶ୍ୱାସ ଭାଜନ ହବା ଭଳି କାର୍ଯ୍ୟ କଲେ ସେ ଜନପ୍ରିୟ ହେଇପାରନ୍ତି। ଯାହା ଯଦି ନ ଡବଲ କରିବେ ଇଞ୍ଜିନ ସରକାର କଥା କୁହାଯାଉଥିଲା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଗଲା ସିଦ୍ଧ ପଟ୍ଟନାୟକ ଏ ଡବଲ ତାଙ୍କ ଇଞ୍ଜିନ ଭାଷା ସରକାର ଗୋଟେ ଇମ୍ପାକ୍ଟ ଆସିବ କି? ଶୁଣନ୍ତୁ ତାଙ୍କ ଭାଷା ଅନୁସାରେ ତ ଡବଲ ଇଞ୍ଜିନ ସରକାର ଆସିଛି କିନ୍ତୁ ବହୁ ଜାଗାରେ ଡବଲ ଇଞ୍ଜିନ ବି ଫେଲ ମାରିଛି। ତେଣୁ ଭବିଷ୍ୟତରେ ସେ ଯଦି ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଓଡ଼ିଶା ଜନସାଧାରଣଙ୍କର ଆସ୍ଥା ଭାଜନ ନ ହେଇପାରନ୍ତି ହୁଏତ କୌଣସି ନା କୌଣସି ଇଞ୍ଜିନ ତାଙ୍କର ହୁଏତ ଦିଲ୍ଲୀର ଇଞ୍ଜିନ ହଉ ବା ଭୁବନେଶ୍ୱର ଇଞ୍ଜିନ ହଉ ଫେଲ ମାରିପାରେ। ସେମିତି ଏବେ ଏଠୁ ଆକଳନ କରିବା ଉଚିତ ନୁହେଁ। ଆମେ ଅପେକ୍ଷା କରିବା ଦେଖିବା ଯେ ବିଜେପି ଦଳ କୋଉ ଦକ୍ଷତାରେ କିପରି ମନୋଭାବରେ କିପରି ଶୃଙ୍ଖଳାର ସହିତ ପ୍ରକୃତ ପକ୍ଷରେ ଓଡ଼ିଶାବାସୀଙ୍କ ମଙ୍ଗଳ କରିବା ପାଇଁ ଯୋଉ ପ୍ରତିଶ୍ରୁତି ଦେଇଛନ୍ତି ସେ କେତେ ଦୂର କାର୍ଯ୍ୟକାରୀ ହଉଛି ସେଥିପାଇଁ ସମୟ ଦରକାର। ଏତେ ଜଲ୍ଦି ସେ ବିଷୟରେ ମନ୍ତବ୍ୟ ଦେବା ଠିକ ହବ ନାହିଁ। ହୁଏତ ସିଦ୍ଧ ପଟ୍ଟନାୟକ ସେମାନେ ଡବଲ ଇଞ୍ଜିନ ସରକାର ଉପରେ ଆପଣଙ୍କର ବିଶ୍ୱାସ ଅଛି କି ଯେ ଓଡ଼ିଶାରେ ଯେହେତୁ ଗୋଟେ ବଡ ପରିବର୍ତ୍ତନ ଆସିଛି 24 ବର୍ଷ ପରେ ଏଥର ଗୋଟେ ନୂଆ କଥା କିଛି ଘଟୁଛି ଏବଂ ଗୋଟେ ଆସ୍ଥା ଆଉ ବିଶ୍ୱାସ ତିଆରି ହଉଛି କି ଆପଣଙ୍କର ଆଉ ନୂଆ ଗଭର୍ଣ୍ଣମେଣ୍ଟ ଠାରୁ ଆପଣ କଣ ଆଶା କରୁଛନ୍ତି? ଏ ସରକାର କଣ କରିବା ଉଚିତ ଯାହା ବିଜେଡି କରିପାରିନଥିଲା? ଯୋଉଥିପାଇଁ ଆଜି ବିଜେଡି ଦଳର ପରାଜୟ ହେଇଛି ଏବଂ ଅତୀତରେ କଂଗ୍ରେସ ଦଳର ପରାଜୟ ହେଇଛି ସେ ବିଷୟକୁ ସେମାନେ ଠିକ ଭାବରେ ବିଚାର କରି ସମୀକ୍ଷା କରିବା ଉଚିତ ଏବଂ ଯୋଉ ପ୍ରତିଶ୍ରୁତି ଜନସାଧାରଣ ଦଉଛନ୍ତି ଯେ ଡବଲ ଇଞ୍ଜିନ ଦ୍ୱାରା ଓଡ଼ିଶାର ବିକାଶ ସମ୍ଭବ ବୋଲି ସେ ପ୍ରତିଶ୍ରୁତିକି ଯଦି ସେ ରକ୍ଷା କରନ୍ତି ଏବଂ ସେଥିରେ ଜନସାଧାରଣ ଓଡ଼ିଶାର ଜନସାଧାରଣ ସେଥିରେ ସନ୍ତୁଷ୍ଟ ହୁଅନ୍ତି ତାହେଲେ ହୁଏତ ସେ ପୁଣି ଭବିଷ୍ୟତ ପାଇଁ ଠିକ ରହିପାରନ୍ତି। ଯଦି ତା ନ କରନ୍ତି ଠିକ ରହିପାରିବେ ନାହିଁ। ସେ ମୂଳରୁ ସରକାରରେ ବସି ନାହାନ୍ତି ତାଙ୍କ ବିଷୟରେ ମନ୍ତବ୍ୟ ଦବା ସେ କରିପାରିବେ ନାହିଁ। ସେ ହାରିଯିବେ ସେ ପୁଣି ବିଜେଡି ଭଳିଆ ପରିସ୍ଥିତି ହବ ଏମିତି କହିବାଟା ବର୍ତ୍ତମାନ ସ୍ଥିତିରେ ଯୁକ୍ତିଯୁକ୍ତ ନୁହଁ। ସେଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ ଦେଖିବାକୁ ପଡିବ ତାଙ୍କର କାର୍ଯ୍ୟଦକ୍ଷତା ତାଙ୍କ ମାନସିକତା ଆଚାର ବିଚାର ସବୁ ଦେଖି ଆମେ ସେ ବିଷୟରେ ପରବର୍ତ୍ତୀ ସମୟରେ ମନ୍ତବ୍ୟ ଦବାଟା ହିଁ ଉଚିତ ହବ। ଜଣେ ସିଦ୍ଧ ରାଜନୈତିକ ପଟ୍ଟନାୟକ ଲୋକ ହିସାବରେ ସରକାର ଲାଷ୍ଟ ଗଢୁନାହାନ୍ତି ତାଙ୍କ ଆଜ୍ଞା ବିରୁଦ୍ଧରେ କହିବା ଯୁକ୍ତିଯୁକ୍ତ ନୁହଁ। ସିଦ୍ଧ ପଟ୍ଟନାୟକ ଜନସାଧାରଣ ତାଙ୍କ ପକ୍ଷରେ ମତ ଦେଇଛନ୍ତି ଆମେ ସେଇଟାକୁ ହଁ କେମିତି ଭୁଲ ବୋଲି କହିଦବା।